ଏଇଟା ଆଉ ବାହାରିବନି। ତମେ ପେପର ଗୋଟେ ଦେଲ, ପେପର ଆଣ। ଯୋଉଠି କପଡ଼ା ନ ପାଇବ ପେପର କାଟିକି ତାକୁ ପକେଇବ ହେଲା, ନହେଲେ ପାଇବନି। ଏଇଟା ଏମିତି ବାହାରିବ। ଏଇଟା ଗଲି ଗୋଟା ହେଇନଥିଲା, ଏଇଟା 40 ସାଇଜରେ ଆଉ କେତେ କେତେ ଇଞ୍ଚ ନା ସେତିକି। ଏଇଟା ବାହାରିଲା ନା, ଇଏ ବାହାରିଗଲା। ଇଏ ବାହାରିଲା ପରେ ଓ ଏଇଟାକୁ ନେଇକି ଟିକେ ସବୁ ଟିକେ ସବୁ ବଢେଇବ। ବାହାରିବ। ହଁ, ଏତିକି ଏତିକି ବଢ଼େଇବ। ସେଇ ଗୋଟେ ଗୋଟେ ଇଞ୍ଚ। ଏପଟେ ହାଫ୍ ଇଞ୍ଚ, ଏପଟେ ହାଫ୍ ଇଞ୍ଚ ବଢ଼େଇବ ହେଲା। ଓ ପପ୍ ନେଇକି ଏଟା ଯେତେ ସାଇଜ୍ ବାହାର କରିବ ସେମିତି ହିଁ ବାହାରିବ। ମେନ୍ ହଉଛି ଏଇଟା ଶିଖିବା ଦରକାର। ହଁ, ସେଇଟା ଯେତେ ତମେ 36 ନା 34 ନିଅ, ସେଇଟା ସେଇ ହିସାବରେ ବାହାରିବ ନା। ପେପର କଟା କହିଥିଲି ନା। ଏଇପଟେ ମ୍ୟାଡ଼ାମ୍ କହିଦିଅନ୍ତୁ ଆଉ ଥରେ, ଏଇପଟେ କେତେ ବଢ଼ିବ? କୋଉଟେ 1 ଇଞ୍ଚ 1.5 ଇଞ୍ଚ, ହାଫ୍ ଇଞ୍ଚରୁ ଟିକେ 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 ବଢ଼ି ବଢ଼ି ଆସିବ, ବଢ଼ିବ। ପୁଣି ସିଲେଇ ପାଇଁ ଏଇଠୁ ହାଫ୍ ଇଞ୍ଚରୁ ବଢ଼ି ବଢ଼ି ଏଠି 1.5 ଇଞ୍ଚରେ ମିଶିବ। 1 ଇଞ୍ଚରୁ 1.5 ଇଞ୍ଚ ଭିତରେ, ଦି ପଟେ। ଏପଟେ ଯେତିକି, ଏପଟେ ସେତିକି। ଏଇଟା ତମେ 2.5 ରଖିପାର, 3 ବି ରଖିପାର। ଏଇଟା 9 ଯେମିତି ହବ ଆଉ। ଅଧିକା ବି ହବ ନା ବଡ଼ ସାଇଜରେ। ଅଧିକା ବି ହବ। ଏଇଟା କଣ ହେଲା? ହେଇଟାରେ କାଟନି, ଆରଟା ଥିଲା। ଏବେ ବୁଝିପାରିଲ? ବୁଝିପାରିଲି। କପଡ଼ାଟା ନାହିଁ ତ, ଏଥିପାଇଁ ମୁଁ ପେପରରେ କାଟିଦେଲି, ନହେଲେ କପଡ଼ାରେ ବାହାରିବ। ଏଇଟାକୁ ରଖିଦେଇଥିବ, ପେପର ଏଇଟା ପପଟା ରଖିଦେଇଥିବ ହେଲା। ଆହୁରି ଗୋଟେ ମ୍ୟାଡ଼ାମ୍ ବାହାରିବ ନା? ଛୋଟଟା ବାହାରିବ ନା। ତାହେଲେ ଏଇଟା କିଛି ନୁହଁ ତ? କୋଉଟା? ଏଇଟା ତାହେଲେ କଣ ହବ? ବାହାରିବ ସେଥିରେ। ଏଇଟା ପକେଇବା ଏଇଠି। ଏଇଟା ଗୋଟେ ବାହାରିବ ନା? ଏଇଟା ପଟି ଫଟିରେ ପଳାଏ, କିନ୍ତୁ ୟାଙ୍କର ଆଉ ବାହାରିଲାନି, ତା ଦେହରେ ଏଇଠି ବାହାର କରିବାକୁ ପଡ଼ିବ। ଆଉ ଗୋଟେ ଦିଅ ପେପରଟା, ଛୋଟଟା ବାହାର କରିଦେବା। ଛୋଟ ବାହାର କରିବା।